ଆଉ ବଢ଼ିବନି ଇ-KYC ଅବଧି। ଫେବୃଆରୀ 15ରେ ସରିବ ରାସନ କାର୍ଡ଼ ଇ-KYC ସମୟସୀମା। 6 ଲକ୍ଷ ନୂଆ ହିତାଧିକାରୀ କରିଛନ୍ତି ଆବେଦନ। ହ୍ୟାଲୋ ଭିଉୟର୍ସ, ନମସ୍କାର। ମୁଁ କହିଲା ସ୍ୱାଗତ କରୁଛି PK7894 ୟୁଟ୍ୟୁବ୍ ଚ୍ୟାନେଲ୍। ପ୍ରଥମ ଥର ପାଇଁ ଆମ ଚ୍ୟାନେଲକୁ ଭିଜିଟ୍ କରିଛନ୍ତି, ଲାଇକ୍ ସେୟାର ସବସ୍କ୍ରାଇବ୍ କରିବେ, ପାଖରେ ଥିବା ବେଲ୍ ଆଇକନ୍ ଦେବେ, ଅଲ୍ ନୋଟିଫିକେସନ୍ ଅନ୍ କରିବେ, ଯାହାଫଳରେ ନୂଆ ନୂଆ ଭିଡ଼ିଓ ପାଇପାରିବେ। ଦେଖିବା ରାସନ କାର୍ଡ଼ ଇ-KYC ପାଇଁ ଫେବୃଆରୀ 15ରେ ପୂରିବ କଣ୍ଟ। ବର୍ତ୍ତମାନ ସୁଦ୍ଧା 37,85,496 ଜଣ ଲୋକ କରିନାହାନ୍ତି ଇ-KYC। 6 ଦିନ ଭିତରେ ଅନ୍ୟ ଇ-KYC କରିଦେବାକୁ ପୁଣି ଅପିଲ କରିଛନ୍ତି ଯୋଗାଣ ମନ୍ତ୍ରୀ ବା ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। 15 ପରେ ଆଉ ଇ-KYC ଅବଧି ବଢ଼ାଇବ ନାହିଁ ରାଜ୍ୟ ସରକାର। ତାପରେ ବି ଯେଉଁମାନେ ଇ-KYC କରିବେ ନାହିଁ ସେଗୁଡ଼ିକୁ ସରେଣ୍ଡର ବୋଲି ଧରି ନିଆଯିବ। ଇ-KYC ନ କଲେ ସେହି କାର୍ଡ଼ଗୁଡ଼ିକ କାଟି ଦିଆଯିବ। ତଥାପି ଯଦି ଅଯୋଗ୍ୟମାନେ କାର୍ଡ଼ ନ ଫେରାଇଲେ ସରକାର କଠୋର କାର୍ଯ୍ୟାନୁଷ୍ଠାନ ନେବେ ବୋଲି ସେ ଚେତାବନୀ ଦେଇଛନ୍ତି। ନୂଆ ଲୋକଙ୍କୁ ଯୋଡ଼ାଯିବ। 6 ଲକ୍ଷ ନୂଆ ହିତାଧିକାରୀ ଆବେଦନ କରିଛନ୍ତି। ଯୋଗାଣ ମନ୍ତ୍ରୀ ବା କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି। ପ୍ରାୟ 8 ଲକ୍ଷ ଆୟକର ଦେଇଥିବା ଲୋକ କାର୍ଡ଼ ନେଇଥିଲେ ବି ରିପୋର୍ଟ ଆସିଛି। ସେମାନେ ସ୍ୱାସ୍ଥ୍ୟ କାର୍ଡ଼ ପାଇବା ପାଇଁ ରାସନ କାର୍ଡ଼ ଦେଇଥିଲେ। ଏହାର ରିପୋର୍ଟ ମନ୍ତ୍ରୀଙ୍କର ହସ୍ତଗତ ହୋଇଛି। ଏନେଇ ଅଧିକାରୀମାନଙ୍କୁ ସର୍ଭେ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସେହି କାର୍ଡ଼ଗୁଡ଼ିକ ମଧ୍ୟ କଟିବ। ଅଯୋଗ୍ୟ ହିତାଧିକାରୀ କାର୍ଡ଼ ନେବା ନେଇ ଲିଖିତ ଅଭିଯୋଗ କଲେ ଆକ୍ସନ୍ ହେବ ବୋଲି କହିଲେ ମନ୍ତ୍ରୀ। ଚାକିରି କରିଥିବା ବା ଆୟକର ଦେଉଥିବା ଏବେ ସୁଦ୍ଧା 12,000 ଅଯୋଗ୍ୟ ରାସନ କାର୍ଡ଼ ଫେରାଇ ସାରିଲେଣି ବୋଲି ଯୋଗାଣ ମନ୍ତ୍ରୀ କହିଛନ୍ତି। ଆଶା କରି ଭିଡ଼ିଓଟି ଭଲ ଲାଗିଲେ ଲାଇକ୍ ସେୟାର ସବସ୍କ୍ରାଇବ୍ କରିବେ, ବେଲ୍ ଆଇକନ୍ ଦେବେ।